ଏଠି ଦେଖନ୍ତୁ ମୋ ବଗିରା ବହୁତ ମନ ଦୁଃଖରେ ବସିଛି। ତା ବାପାକୁ ବହୁତ ମିସ୍ କରୁଛି। ସେ ମଧ୍ୟ ଧର ଧର କେମିତି ଗୁଡ଼ୁମୁଖ ଶୁଭିଲା। ହ୍ୟାଲୋ ମୋ ଧନଟିଏ, ସେ ବି ମଧ୍ୟ ଖୋଜୁଛି। କ'ଣ କରିବା, ଆମ ଭାଗ୍ୟରେ ତ ଏମିତି ଅଛି ଆଉ। हाय फ्रेंड्स, नमस्कार। ମୁଁ ବିଲାସ। ପ୍ରଥମେ ତମର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ, ଅଲ୍ ଫ୍ରେଣ୍ଡ ମାନଙ୍କୁ ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ଭଲ ଥିବେ। ମୁଁ ମଧ୍ୟ ଭଲରେ ଅଛି, ଭଲରେ ବି ନାହିଁ, କାହିଁକିନା ମୋ ହଜବେଣ୍ଡ ମୋ ସହିତ ସେ ଏବେ ତ ଫୋନ୍ କଲେଣି, ମୁଁ ଟିକେ ଯାଉଛି ଆସିବା। ହ୍ୟାଲୋ ହ୍ୟାଲୋ, ହଁ ହଁ, ଭାତ ବଇଛି ଏବେ। ଆଉ କ'ଣ କୁହନ୍ତୁ? କାଲି ଆସିବନି? ଆମ ଗାଁରେ କ'ଣ ହୁଏ ଜାଣିନ? କ'ଣ? ନାଇଁ, ତମେ ଯେମିତି ହେଲେ ଆସ। 2-3 ମାସ ହେଲାଣି ଆସିନ। ତମେ ଯେମିତି ହେଲେ ବି ଆସ, ନ ଆସିଲେ କାନ୍ଦିବି। ଫ୍ରେଣ୍ଡସ୍, ଏମିତି 2-3 ମାସ ହେଇଗଲାଣି। ଯେତେବେଳେ ବି ଫୋନ୍ କଲେ ଆଜି ଯିବି, କାଲି ଯିବି, ପରଦିନ ଯିବି, ଏମିତି କହୁଛନ୍ତି। ଟାଇମ୍ ଟିକେ ମିଳୁନି ମୋ ଧନର। ମୋତେ ବହୁତ ମିସ୍ ଲାଗୁଛି। ମୋ ବଗିରାକୁ ମଧ୍ୟ ସେ ବହୁତ ଭଲ ପାଆନ୍ତି। ମୋ ବଗିରା ବି ବହୁତ କାନ୍ଦୁଛି। ବେଳେବେଳେ ପୁରା ଆଖିରୁ ଲୁହ ବାହାରୁଛି ଖୋଜି ଖୋଜି। ଭଗବାନ ଏମିତି କରନ୍ତୁ, ଆମକୁ ଆଗଲା ଜନ୍ମରେ ଧନୀ ଘରେ ଜନ୍ମ ଦିଅନ୍ତୁ। ଏମିତି ଗରିବ ଘରେ ଜନ୍ମ ଦେଲେ ସବୁଦିନେ ସେ ବାହାରେ ଯାଇକି ରହୁଛନ୍ତି। ମୁଁ ମଧ୍ୟ ବହୁତ ଦୁଃଖରେ ରହୁଛି। ମୋ ଧନ ବି ସେ ଗୋଟେ କାନ୍ଦୁଛନ୍ତି ଯେ ମୁଁ ଘରକୁ ଟିକେ ଯାଇପାରୁନି। ଆମେ ଗରିବ ଘରେ ଜନ୍ମ ନେଇଛୁ ବୋଲି ବହୁତ ଦୂରରେ ଯାଇକି ରହୁଛୁ। ଯଦି ଧନୀ ଘରରେ ଥାଆନ୍ତୁ ଏମିତି ହିଁ ହୁଅନ୍ତାନି। ବଗିରା ବି ବହୁତ ଖୋଜୁଛି। ଯେତେବେଳେ ତା ବାପା ଶୋଇକି ଯୋଡ଼େ ସେଇଠିକି ଯିବ, ସେଇଠି ଶୁଙ୍ଘିବ ସବୁ ଚାରିପଟେ, ରେ ବାପା ଶୋଇଥିଲେ ବୋଲି। हे भगवान, ଆମକୁ ଆଲ ଜନ୍ମରେ ଯଦି ଏମିତି ଦୁଃଖ ନ ଦିଅ। ମୋ ସ୍ୱାମୀକୁ ବି ସବୁବେଳେ ପାଖରେ ଦେଖିବାକୁ ଚାହୁଁଛି। ଆଉ କ'ଣ କହିବି, କହିବାକୁ ତ ମୋତେ ସାହସ ପାଉନି।
ବେଶୀ ମୋ ବଗିରା ଖୋଜୁଛି, ମତେ ବହୁତ ଦୁଃଖ ଲାଗୁଛି। କାଲିକି ଆମ ଗାଁରେ ଗୋଟେ ମନ୍ଦିର ପ୍ରତିଷ୍ଠା ହବ, ଡାକିଲି ଆସ, କହିଲେ ଫ୍ରି ନାହିଁ, ମାଲିକ ଛାଡ଼ିଦେବେନି। ତ ଆମ ପରି ଏମିତି ଯେମିତି ମୁଁ ବହୁତ ମିସ୍ କରୁଛି ମୋ ଧନକୁ, ସେମିତି ଆପଣମାନେ ବି ଯଦି ଆପଣମାନଙ୍କର ଯଦି ହଜବେଣ୍ଡ ଏମିତି ଡ୍ରାଇଭିଂ କରୁଥିବେ କି କରିବାକୁ ଯିବି ଚାହୁଁଥିବ, ସେଇଟା କରନି। ଅନ୍ୟ ଯେଉଁଠି କିଛି କର, କିନ୍ତୁ ଏ ଡ୍ରାଇଭିଂ କରନି। ଡ୍ରାଇଭିଂ କଲେ ବହୁତ କଷ୍ଟ। ଘରକୁ ତ ମେନ୍ ହେଲା ଟିକେ ଘରକୁ ଆସିପାରିବେନି, ଆଉ ଶାନ୍ତିରେ ଟିକେ ସ୍ୱାମୀ ସ୍ତ୍ରୀ ଘର ପରିବାର ସହିତ ଟିକେ ଟାଇମ୍ ବି ଦେଇପାରିବେନି। ଘରକୁ ଆସିଥିବେ, ପୁଣି ଟିକେ 1-2 ମିନିଟ୍ ରହିନଥିବେ ଘରେ, ଆଉ କଲ୍ ଆସିଯିବ, ଆସ ଆସ ଲୁଡ଼ୁ ହେଇଗଲା, ଗିଡିଓ ପାଇଗଲ, ଏମିତି କରିବେ। ବହୁତ ଦୁଃଖରେ ଅଛୁ ଆମେ। ଭଗବାନ କରନ୍ତୁ ଆପଣମାନଙ୍କର ଏମିତି ପରିସ୍ଥିତି ନ ଆସୁ ଆମ ପରି। ଜୟ ଜଗନ୍ନାଥ।